ମୁଁ ଆଜି ପୋଟଳରେ ଗୋଟେ ନୂଆ ପ୍ରକାର ସ୍ୱାଦର ସୁଆଦିଆ ରେସିପି ବନେଇକି ଦେଖେଇବି। ଆପଣ ଏହି ରେସିପିକୁ ବହୁତ ସହଜରେ ଆଉ କମ୍ ସମୟରେ ପ୍ରସ୍ତୁତ କରି ପଖାଳ ଭାତ, ଗରମ ଭାତ, ରୁଟି କି ପରଟା ସହିତ ଖାଇପାରିବେ। ଲଞ୍ଚ ବକ୍ସ କି ଟିଫିନ୍ ବକ୍ସରେ ଦେଇପାରିବେ। ରେସିପିକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ ରହିଲା। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ପୋଟଳର ଏହି ରେସିପି ପାଇଁ ମୁଁ ଏଠି 12ଟା ପୋଟଳ ନେଇଛି। ପୋଟଳର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଏବେ ଆମେ ପୋଟଳକୁ କାଟିବା। ପ୍ରଥମେ ଆମେ ପୋଟଳର ଉପର ପଟ ମୁଣ୍ଡ ଆଉ ତଳ ପଟ ମୁଣ୍ଡକୁ କାଟିକି ବାହାର କରିଦେବା। ତାପରେ ଗୋଟେ ପିଲର ସାହାଯ୍ୟରେ ପୋଟଳର ଉପର ଚୋପାକୁ ଏମିତି ଭାବେ ଛଡ଼େଇବେ ଯେମିତି କିଛି ଚୋପା ପୋଟଳର ଛାଡ଼ିଯିବ ଆଉ କିଛି ଚୋପା ପୋଟଳରେ ଲାଗିକି ରହିବ। ତାପରେ ମୁଁ ଏଠି ପୋଟଳକୁ ଟିକେ ତେଢ଼ା ତେଢ଼ା କରି କାଟିକି ନେଇଛି। ପୋଟଳକୁ ବେଶୀ ମୋଟା କି ବେଶୀ ପତଳା କରି କାଟିବେନି। ଏ ରେସିପି ପାଇଁ ଟିକେ ଫ୍ରେଶ୍ ପୋଟଳ ନେବେ, ଏହାଦ୍ୱାରା ଆର ଟେଷ୍ଟ ବହୁତ ଭଲ ଆସିବ। ପୋଟଳ ସହିତ ମୁଁ ଏଠି 2ଟା ବଡ଼ ପିଆଜ ଆଉ 2ଟା ମିଡ଼ିୟମ୍ ସାଇଜ୍ର ଟମାଟୋ ନେଇଛି। ଏବେ ଆମେ ପିଆଜକୁ ଏମିତି ଟିକେ ବଡ଼ ବଡ଼ ଖଣ୍ଡ କରି କାଟିଲା ପରେ ତା ପାଖୁଡ଼ା ଗୁଡ଼ାକୁ ଅଲଗା କରିଦେବା। ମୁଁ ଏଠି ସବୁ ପିଆଜକୁ କାଟିଲା ପରେ ତା ପାଖୁଡ଼ା ଗୁଡ଼ାକୁ ଅଲଗା କରିଦେଇଛି। ଏବେ ଆମେ ଟମାଟୋକୁ କାଟିବା। ଟମାଟୋର ଉପର ପଟ ମୁଣ୍ଡକୁ କାଟିକି ବାହାର କରିଦେବେ। ଯେଉଁ ସାଇଜ୍ର ପିଆଜ କାଟିଛନ୍ତି ସେମ୍ ସାଇଜ୍ର ଟମାଟୋକୁ ବି କାଟିକି ନେବେ। ମୁଁ ପୋଟଳକୁ କାଟିଲା ପରେ ଏଠି ପୋଟଳକୁ ଭଲସେ ଧୋଇକି ନେଇଯାଇଛି। ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲ ଭାବେ ଗରମ ହୋଇଗଲା ପରେ ମୁଁ ଏଥିରେ କାଟିକି ରଖିଥିବା ପିଆଜକୁ ଦେଇ ଦେଉଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ପିଆଜକୁ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜିବା, ଯେମିତି ପିଆଜ ଟିକେ ସଫ୍ଟ ହେଇଯିବ। ପିଆଜକୁ ବେଶୀ ଗୋଲ୍ଡେନ୍ ବ୍ରାଉନ୍ କଲର୍ କରି ଭାଜିବା ଦରକାର ନାହିଁ। ପିଆଜ ଟିକେ ସଫ୍ଟ ହେଇ ଭାଜି ହେଇଗଲା ପରେ ଆମେ ଏଥିରେ କାଟିକି ରଖିଥିବା ଟମାଟୋକୁ ଦେଇଦେବା। ତାପରେ ଆମେ ଏଥିରେ ଅଳ୍ପ ଟିକେ ଲୁଣ ପକାଇଦେବା। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆମେ ଆକୁ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜିବା, ଯେମିତି ପିଆଜ ଟମାଟୋ ଟିକେ ସଫ୍ଟ ହେଇ ଭାଜି ହେଇଯିବ ଆଉ ଟିକେ କ୍ରଞ୍ଚି ରହିବ। ଏଠି ପିଆଜ ଆଉ ଟମାଟୋ ସଫ୍ଟ ହେଇ ଭାଜି ହେଇଯାଇଛି। ଏବେ ଆମେ ଏଇ ପିଆଜ ଟମାଟୋକୁ ଗୋଟେ ପ୍ଲେଟ୍ରେ କାଢ଼ିଦେବା। ମୁଁ ସେମ୍ କଡ଼େଇରେ ଆଉ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲ ଭାବେ ଗରମ ହେଲା ପରେ ମୁଁ ଏଥିରେ ଗୋଟେ ଶୁଖିଲା ଲଙ୍କାକୁ ଭାଙ୍ଗିକି ଦେଇଛି। ତାପରେ ମୁଁ ଏଥିରେ ଅଧା ଛୋଟ ଚାମଚ ସୋରିଷ ଆଉ ଅଧା ଛୋଟ ଚାମଚ ଜିରା ପକାଇଛି। ଶୁଖିଲା ଲଙ୍କା, ଜିରା, ସୋରିଷ ସବୁ ଭଲସେ ଭାଜି ହେଇଗଲା ପରେ ମୁଁ ଏଥିରେ ରସୁଣ ଆଉ କଞ୍ଚା ଲଙ୍କା ଦେଉଛି। ମୁଁ ଏଠି 2ଟା କଞ୍ଚା ଲଙ୍କା ଆଉ 6ରୁ 7 ପାଖୁଡ଼ା ରସୁଣକୁ ଛୋଟ ଛୋଟ କରି କାଟିକି ପକାଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ରସୁଣ କଞ୍ଚା ଲଙ୍କାକୁ 20ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ଭାଜିଲା ପରେ ମୁଁ ଏଥିରେ କାଟିକି ରଖିଥିବା ପୋଟଳକୁ ଦେଇ ଦେଇଛି। ତାପରେ ମୁଁ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇଛି ଆଉ 1/3 ଟେବୁଲ୍ ସ୍ପୁନ୍ ହଳଦୀ ଗୁଣ୍ଡ ଦେଇଛି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ପ୍ରଥମେ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜିବା। ତାପରେ କଭର୍ କରି ଲୋ ଫ୍ଲେମ୍ରେ 8ରୁ 10 ମିନିଟ୍ ପର୍ଯ୍ୟନ୍ତ ପୋଟଳକୁ ଭାଜିବା, ଯେମିତି ପୋଟଳ ଭଲ ଭାବେ ସିଝିଯିବ ଆଉ ଟିକେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଫ୍ରାଏ ହେଇଯିବ। ମଝିରେ ମଝିରେ ଘୋଡ଼ଣୀ କାଢ଼ି ପୋଟଳକୁ ଗୋଳଉଥିବେ, ନହେଲେ ଆର ତଳପଟ ଲାଗି ପୋଡ଼ି ଯାଇପାରେ। ଯଦି ଆପଣଙ୍କୁ ଏ ବେଶୀ ଶୁଖିଲା ଲାଗୁଥିବ ତାହେଲେ ଆପଣ ଏଥିରେ 2ରୁ 3 ଛୋଟ ଚାମଚ ପାଣି ଦେଇ ପୋଟଳକୁ ଭାଜି ପାରିବେ। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋର ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। 8ରୁ 10 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଦେଖିପାରୁଥିବେ ପୋଟଳ ଏଠି ଟିକେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେଇ ଫ୍ରାଏ ହେଇଯାଇଛି। ପୋଟଳ ବି ଏଠି ଭଲସେ ସିଝି ଯାଇଛି। ତାପରେ ମୁଁ ଏଥିରେ 2 ଛୋଟ ଚାମଚ ବେସନ ଦେଇଛି, ଅଧିକ ବେସନ ଦେବେନି। ଏବେ ଆମେ ସବୁକୁ ଭଲ ଭାବେ ମିକ୍ସ କରି ଆମେ ଆକୁ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଭାଜିବା, ଯେମିତି ବେସନର କଞ୍ଚା ବାସ୍ନା ପଳେଇବ। ଏଠି 1ରୁ 2 ମିନିଟ୍ ହେଇଗଲାଣି। ଏଠି ବେସନ ଭଲସେ ଭାଜି ହେଇଯାଇଛି। ଏବେ ଆମେ ଏଥିରେ ଭାଜିକି ରଖିଥିବା ପିଆଜ ଆଉ ଟମାଟୋକୁ ଦେଇଦେବା।
एबे आमे एथिरे किछि गुंड मसला दबा। गुंड मसला रे मैं पकईछि लंका गुंड। आपन को जेतिकी राग दरकार से अनुसार लंका गुंड पकेबे। गोटे छोट चामच जीरा धनिया गुंड आ गोटे छोट चामच चिकन मसला। आ जगार आपन किछि भी सब्जी मसला पकई परिबे। एबे आमे सबको भल भाबे मिक्स करी आमे को हाफ रु गोटे मिनिट पर्यंत फ्राए करिबा। हाफ रु गोटे मिनिट परे मु एथिरे हाफ कप पानी दे दोउची। एथिरे अधिक पानी देबेनी। एबे आमे सबको भल से मिक्स करी दबा। तापरे मु एथिरे स्वाद अनुसार लूण पकाउची। आपण देखिकी लूण पकेबे कारण पोटल पियाज आ टमाटो भाजिला बेले आमे सेथिरे लूण पकईथिले। एबे आमे सबको आउ थरे भल भाबे मिक्स करी दबा। तापरे कवर करी लो फ्लेम रे 3 रु 4 मिनिट पर्यंत कुक करिबा। एटी 3 रु 4 मिनिट हे गलानी। एबे आमे घोड़नी काढ़ी दबा आ सबको आउ थरे भल भाबे मिक्स करी दबा आ गैस बंद करी दबा। आपण चाहिले आ ऊपर किछि काटिकी धनिया पत्र पकई परिबे। पोटलर एही रेसिपी एटी रेडी हे जाईची। आपण ए रेसिपी को जगार देखुचंती कमेंट सेक्शन में जणेबे। जदि आपन को पोटलर ए नुआ प्रकार रेसिपी भल लगी तले को लाइक करिवे। आपण को सांग मानक सहित शेयर करिवे। जदि एपर्यंत मो चैनल को सब्सक्राइब करि नाहंती तले सब्सक्राइब करबा को जमार भूलिबेनी। पाखते बेल आइकन ने ऑल नोटिफिकेशन ने क्लिक करिवे। एहा द्वारा मो जो वीडियो आसीबो आपण प्रथमे देखि परिबे। जदि फेसबुक रे देखुचंती तले फॉलो करबा को जमार भूलिबेनी। थैंक यू फॉर वाचिंग।